ସମୟ ସମୟ ନା କାହା ପାଇଁ ବି ଅପେକ୍ଷା କରେନି ଜାଣିଛନ୍ତି ନା। କାହିଁକି କହୁଛି ନା, ତ ମୋ ଝିଅ ମୋତେ ଲାଗୁଥିଲା ସେବେ ହିଁ ମୁଁ ମାଆ ହେଇଛି ଆଉ ମୋ ଝିଅ ସେବେ ହିଁ ଜନ୍ମ, କିନ୍ତୁ ଏତେ ଶୀଘ୍ର ଯେ ବଡ଼ ହେଇଯାଉଛି ସେ ଜଣା ହିଁ ପଡ଼ୁନାହିଁ। ଆଜି ତା'ର 2 ବର୍ଷ ପୁରିବାକୁ ଗଲା, ତ ଆମେ ଟିକେ ବାହାରି ପଡ଼ିଥିଲେ ମନ୍ଦିର। ତ ହ୍ୟାଲୋ ନମସ୍କାର, ସମସ୍ତେ କେମିତି ଅଛନ୍ତି? ମୁଁ ଜାନବି ପୁଣି ଗୋଟେ ନୂଆ ବ୍ଲଗ୍ ନେଇକି ଚାଲି ଆସିଲି। ତ ମୋ ସହିତ ଥିବେ କ'ଣ ନା ଆମର ମନ୍ଦିର ବୁଲିବା ପାଇଁ ମୁଁ ଯାଉଛି। ତ ତୁମମାନେ ବି ଥିବେ ଆମର ବାବା ଚନ୍ଦନେଶ୍ୱରଙ୍କ ମନ୍ଦିର ମୁଁ ଟିକେ ଦେଖେଇଦେବି। ତ ବର୍ଷା ପାଗରେ କି ବାହାରି ପଡ଼ିଥିଲେ। ବର୍ଷା ପାଗରେ କି କାହିଁକି ବାହାରୁଥିଲେ ନା, ସେଦିନ କିଛି ଦିନ ଆଗରୁ ଯେଉଁ ମୁଁ କହୁଥିଲି ଯେ ମୋର ଝିଅର ଜନ୍ମଦିନ, ତ ଜନ୍ମଦିନରେ ଟିକେ ଯଦି ଆମେ ଠାକୁରଙ୍କ ପାଖରେ ଯଦି ଫୁଲ ନ ଜଣେଇବା ତାହେଲେ ଭଲ ଲାଗେ ନାହିଁ। ତ ସେଥିପାଇଁ ଆମେ ବାହାରି ପଡ଼ିଥିଲେ, ମୁଁ ମୋ ଝିଅ ଆଉ ଝିଅର ବାପା ମିଶିକି ବାହାରି ପଡ଼ିଥିଲେ କେଉଁଠିକି ନା ବାବା ଚନ୍ଦନେଶ୍ୱର ମନ୍ଦିର ପୂଜା ଦେବା ପାଇଁ ବାହାରି ପଡ଼ିଥିଲେ। ତ ସକାଳଠୁ ଆକ୍ଚୁଆଲି ବର୍ଷା ହିଁ ହେଉଥିଲା, କ'ଣ କରାଯିବ। ତ ବର୍ଷାରେ କି ଟିକେ ଅପେକ୍ଷା କରିଥିଲେ। ଆମେ ସକାଳ ପାଖରୁ ରେଡ଼ି ହେଇକି ବସିଥିଲେ ଯେ ବର୍ଷା ଛାଡ଼ିଲେ ହୁଏତ ଆମେ ମନ୍ଦିର ଯିବା, କିନ୍ତୁ ବର୍ଷା ଛାଡ଼ିଲା ନାହିଁ। ତ କ'ଣ କରାଯିବ, ଛୋଟ ପିଲା ଅଛି ତ ତାକୁ ତ ଆମେ ବର୍ଷାରେ ଭିଜେଇ ପାରିବା ନାହିଁ। ସେଥିପାଇଁ ଆମେ ଅପେକ୍ଷା କରିଥିଲେ ଯେ ଟିକେ ବର୍ଷା ଛାଡ଼ିଲେ ହୁଏତ ଯିବା, କିନ୍ତୁ ବର୍ଷା ଛାଡ଼ିଲା ନାହିଁ। ତ ଆମେ କ'ଣ କରିବା, ଆଉ ଆମେ ବାହାରି ପଡ଼ିଲେ ଛତା ନେଇକି କ'ଣ ନା ଟୋଟୋ ବା ବସ୍ରେ ଯିବା ପାଇଁ। ତ ଯାହା ହଉ ଆମର ଘରଠୁ ଟିକେ ଅଳ୍ପ ଦୂର ମେନ୍ ରୋଡ଼ରେ କି ସବୁ ମିଳିଯାଏ, ଟୋଟୋ ବସ୍ ଫସ୍ ସବୁ ମିଳିଯାଏ କହିବାକୁ ଗଲେ। ତ ଆମେ ସେଥିପାଇଁ ଟିକେ ବାହାରି ପଡ଼ିଥିଲେ ମେନ୍ ରୋଡ଼ରେ ଯାହା ହଉ ପହଞ୍ଚିକିରି ବସ୍ଟା ମିଳିଗଲା। ତ ବସ୍ରେ କି ବସି ପଡ଼ିଲେ। ମୋ ଝିଅ ତ ଦେଖୁଥିବେ ପୁରା ବଦମାସି, ତାର ବସ୍ରେ ବି ବଦମାସି ନାହିଁ, କିନ୍ତୁ ଘରେ ସେ ଶାନ୍ତ ପ୍ରବଳ, ଆଉ ବାହାରେ ସେ ତାର ବଦମାସି। ତ ବସ୍ରେ କି ବାହାରି ପଡ଼ି ଚନ୍ଦନେଶ୍ୱର ପହଞ୍ଚିଲେ। ଅଳ୍ପ ଦିନ ମାତ୍ର 5 ମିନିଟ୍ ଏମିତିକା ଲାଗୁଥିବ, କାରଣ 1 କିଲୋମିଟର ରାସ୍ତା, ତ ଆମ ଘରଠୁ 1 କିଲୋମିଟର ମନ୍ଦିର, ବୁଝିଲେ ନା। ତ ସେଥିପାଇଁ ତ ଆମେ ପୁରାପୁରି ହେଇକି ବାହାରି ପଡ଼ୁ ସଦାବେଳେ। ତ ତୁମମାନେ ଥିବ ଆମର ମନ୍ଦିର କେମିତିକା କ'ଣ ମୁଁ ଦେଖେଇବି। ତ ଚଲ, ଏଇଟା ହେଉଛି ବସ୍ ଷ୍ଟପ୍ରେ ଆମେ ଓହ୍ଲେଇ ପଡ଼ିଲେ। ବସ୍ ଷ୍ଟପ୍ରୁ ସେପଟ ସାଇଡ଼୍କୁ ଟିକେ ଯିବା ପାଇଁ ପଡ଼ିବ ମନ୍ଦିର। ତ ଚଲ ମୋ ସହିତ ରୁହ, ଓକେ। ତ ଯିବା ଆଜି ଆମର ଚନ୍ଦନେଶ୍ୱର ମନ୍ଦିର କେମିତିକା କ'ଣ ମୁଁ ଟିକେ ଦେଖେଇଦେବି। ଆଉ କେବେ ତୁମମାନଙ୍କୁ ଚନ୍ଦନେଶ୍ୱର ମାର୍କେଟ ଏରିଆ ଦେଖେଇବି। ତ ଆସ ଆଜି ଟିକେ ଦର୍ଶନ କରିନେବା ବାବା ଚନ୍ଦନେଶ୍ୱରଙ୍କର। ଆଉ ମୁଁ ଯେତେବେଳେ ଛୋଟ ଥିଲି, କହିବାକୁ ଗଲେ ମୋ ମାଆ ମାନେ ଆମର ଭାଇ ଭଉଣୀ 3 ଜଣ, କିନ୍ତୁ ମୋ ମାଆ ଏକା ସହିତ ଆମର କ'ଣ କରୁଥାନ୍ତି ନା ଜନ୍ମଦିନ, ଏମିତିକା ଜନ୍ମଦିନ କିଛି ପାଳନ କରୁଥାନ୍ତିନି, ବୁଝିଲେ ନା। ମୋ ଦାଦାର ଖାଲି ଜନ୍ମଦିନ ପାଳନ ହେଉଥାଏ। ତା'ର ବି ଜନ୍ମଦିନ କେମିତିକା, ତା'ର ଯେମିତିକା ଆମେ ଏବେ କ'ଣ କରୁଛେ ପିଲାମାନଙ୍କର ମାନେ ତାରିଖ ମାସ ସେମିତିକା ଧରିକି ପାଳନ କରୁଛେ ଜନ୍ମଦିନ, କିନ୍ତୁ ମୋ ମାଆ ସେମିତିକା ପାଳନ କରୁନଥିଲା। ମୋ ମାଆ କ'ଣ କରୁଥିଲା ନା, ମୋ ଦାଦା ଜନ୍ମ ହେଇଥିଲେ ହେଉଛନ୍ତି ଆମର ହେଉଛି ଜନ୍ମାଷ୍ଟମୀରେ ଜନ୍ମ ହେଇଥିଲା। ସେଥିପାଇଁ ମୋ ମାଆ କ'ଣ କରୁଥାନ୍ତି ନା ଜନ୍ମାଷ୍ଟମୀରେ କୌଣସି କିଛି ନାହିଁ, କେକ୍ ଫେକ୍ କୌଣସି କିଛି ଆୟୋଜନ କରୁନଥିଲେ। ଖାଲି କ'ଣ କରୁଥିଲେ, ପ୍ରତ୍ୟେକଟା ଜନ୍ମାଷ୍ଟମୀରେ କ'ଣ କରୁଥିଲେ ନା ଯେବେ ବି ପଡ଼ୁ, କୌଣସି ବାର ତିଥି କୌଣସି ଧରୁନଥିଲେ। ସେ ଯେବେ ଜନ୍ମାଷ୍ଟମୀ ପଡ଼ିବ ଯେଉଁ ତିଥି ହିସାବରେ, ତ ସେବେ ହିଁ ସେ କ'ଣ କରୁଥାନ୍ତି ନା ଟିକେ ପାଏସ ଟିକେ କରିଦେଉଥାନ୍ତି ଆଉ ମିଠା ଟିକେ କରିଦେଉଥାନ୍ତି ମୋ ଦାଦା ପାଇଁ। ଆଜି ବି ସେଇ ପରମ୍ପରା, ମୋ ମାଆ ତ ନାହାନ୍ତି, ତାଙ୍କୁ କ୍ୟାନ୍ସର ହେଇଥିଲା ଆକ୍ଚୁଆଲି, ତ ମୋ ମାଆ ନାହାନ୍ତି। ଆଜି ବି ସେଇ ପରମ୍ପରାରେ କି କ'ଣ ନା ତା ପାଇଁ ସେଇ ମାନେ ତାର ଜନ୍ମାଷ୍ଟମୀ ଦିନ କ'ଣ ହୁଏ ନା ପାଏସ ହୁଏ ଆଉ ଆମର ମିଠା ହୁଏ। ତ ଏଇ ତ ଶୁଣିଲେ ଆମ ବାପ ଘରର କଥା। ଆଉ ମୋ ଝିଅର କଥା କ'ଣ କହିବି, ମୁଁ ପ୍ରତ୍ୟେକ ବର୍ଷ ଚେଷ୍ଟା କରେ ଯେ ତା ପାଇଁ କିଛି ନା କିଛି ମାନେ କରିବା ପାଇଁ, ବୁଝିଲେ ନା। ତ ଏ ବର୍ଷ ବର୍ଷା ପାଗ, ତାପରେ ଟିକେ ଘରେ ବି କାମ ଚାଲିଥିଲା, ତ ସେଥିପାଇଁ ଆମେ ବେଶୀ କିଛି ଆୟୋଜନ କରିନଥିଲେ, ଖାଲି କେକ୍ କଟିଂଟା କରିଦେଇଥିଲେ। କାହାକୁ କିଛି ଡାକା ବି ହେଇନଥିଲା। ଆଗ ବର୍ଷ ମୁଁ ଟିକେ କରିଥିଲି, ଡାକିଥିଲି ଆମର ଟିକେ
ଆଖପାଖ ଲୋକଙ୍କୁ ଟିକେ ଡାକିଥିଲି, ପିଲାମାନଙ୍କୁ ଟିକେ ଡାକିଥିଲି ଆଗ ବର୍ଷ, ମାନେ ସେ ଯେତେବେଳେ 1 ବର୍ଷ ହେଲା, ଏବେ 2 ବର୍ଷର ପୁରିଲା। ତ ଏ ବର୍ଷ କିଛି ବି କରିନାହିଁ। କ'ଣ ନା ଆମେ ଟିକେ ମନ୍ଦିର ସକାଳେ ଟିକେ ଚାଲି ଯାଇଥିଲେ, ମନ୍ଦିରରେ ଟିକେ ଫୁଲ ଜଣେଇ ଦେଇଥିଲେ। ତାପରେ କ'ଣ ନା ଏପଟେ ଆମେ ଚାଲି ଆସିଥିଲେ ହେଉଛି ସନ୍ଧ୍ୟାବେଳେ ଟିକେ କେକ୍ କଟିଂଟା କରିଦେଇଥିଲେ, ବେଶ ଏତିକି। ତ ଯେଉଁମାନେ ବି ଚନ୍ଦନେଶ୍ୱର ଆସୁଛନ୍ତି ମୁଁ ଜଣେଇ ଦେଉଛି ଯେ ବାହାରେ କିଛି ନେବା ପାଇଁ ତୁମମାନଙ୍କୁ ପଡ଼ିବ ନାହିଁ। ମନ୍ଦିର ଭିତରେ ସବୁକିଛି ମିଳିଯିବ। ଯାହାର ଫୁଲ ନେବାର ଅଛି, ପ୍ରସାଦ ନେବାର ଅଛି, ଆମର ଧୂପ ନେବାର ଅଛି, ଦୀପ ନେବାର, ସବୁ କିଛି ମନ୍ଦିର ଭିତରେ ହିଁ ପାଇଯିବେ। ଆଉ ମନ୍ଦିର ଆଗରେ ଯାହାର ଯଦି ପଇଡ଼ ନେବାର ଅଛି ତ ସେଇଟା ମନ୍ଦିର ଆଗରେ ପାଇଯିବେ। ଠିକ୍ ଅଛି, ମୁଁ ଜଣେଇଦେଲି। ଆପଣମାନେ ଯେଉଁମାନେ ନୂଆ ଯଦି ଆସୁଛନ୍ତି ତାହେଲେ ସେଇଟା ହିଁ କରିବେ। ବାହାରେ କିଛି ନେବା ପାଇଁ ପ୍ରয়োଜନ ନାହିଁ, ଭିତରେ ସବୁ କିଛି ମିଳିଯିବ। ଏପଟେ ଆମର ପୋଖରୀ ଅଛି, ତ ଏଇ ପୋଖରୀରେ ପାଦ ଧୋଇବେ ଆଉ ମନ୍ଦିର ଭିତରକୁ ପ୍ରବେଶ କରିବେ ଯାଇକି। ଠିକ୍ ଅଛି, ତାପରେ ଆପଣମାନେ ବ୍ରାହ୍ମଣ ଆପଣମାନଙ୍କ ସହିତ ଆସି କଥା ହେଇଯିବ, ତ ଆପଣମାନେ ଯାଇକି ପୂଜା ଦେଇପାରିବେ। ଠିକ୍ ଅଛି, ଆମର ଏଠି ଚିହ୍ନା ପରିଚିତ ଜଣେ ବ୍ରାହ୍ମଣ ଥିଲେ, ତ ଆମେ ତାଙ୍କୁ ଟିକେ ଖୋଜିବା ପାଇଁ ଚାଲି ଯାଇଥିଲେ, ବୁଝିଲେ ନା। ତ ଦେଖିଥିବେ କେତେ ସୁନ୍ଦର ଆଜି ହେଉଛି, ମାନେ ଆଜି ଯେହେତୁ ୱେଦରଟା ଖରାପ, ନହେଲେ ଚନ୍ଦନେଶ୍ୱର ମନ୍ଦିର କେବେ ବି ଏମିତିକା ଫାଙ୍କା ଦେଖିବା ପାଇଁ ମିଳେ ନାହିଁ, ବୁଝିଲା ନା। ସଦାବେଳେ ଭିଡ଼। ସୋମବାର ତ ଅଲଗା କହିବାକୁ ଗଲେ, ସେଟା ତ ଅଲଗା ଟାଇପ୍ରେ ଭିଡ଼ କହିବାକୁ ଗଲେ। ଆଉ ଯେଉଁ ସବୁ ବାର ସେଟା ପ୍ରବଳରୁ ଅତି ପ୍ରବଳ ଭିଡ଼, ବୁଝିଲେ ନା। ମାନେ ମନ୍ଦିର ଭିତରକୁ ପ୍ରବେଶ କରିପାରିବନି, ଏମିତିକା ଭିଡ଼, ଲାଇନ୍ ଦେବା ପାଇଁ ପଡ଼େ। ଯେଉଁମାନେ ମାନେ କ'ଣ କରନ୍ତି, ଯେଉଁମାନେ ଭିତରକୁ ଯାଇକି, ଆମର ଭିତରେ ତ ମାନେ ପୂଜା ପାଇଁ ମାନେ ଭିଡ଼ରେ କି ପରମିସନ୍ ନାହିଁ, କିନ୍ତୁ ଯେଉଁମାନେ ଯଦି କ'ଣ ନା ଡାବ, ଆମର ଯେଉଁ କ'ଣ କ୍ଷୀର ବାବାଙ୍କ ମଥାରେ ଯେଉଁ ଚଢ଼ାଇବା ପାଇଁ ଆସନ୍ତି, ତ ସେମାନେ ଟିକେ ଅପେକ୍ଷା କରିବା ପାଇଁ ପଡ଼େ। ଆଉ ବାହାରେ ପୂଜା କରାଯାଏ। ଆଉ ବ୍ରାହ୍ମଣମାନେ କୁହନ୍ତି ଯେ ଲାଇନ୍ରେ ରହିକିରି କ'ଣ ନା ଯାଇକିରି ପଇଡ଼ ଆଉ କ୍ଷୀର ଭିତରେ ଯାଇକି ଇଏ କରିଦେଇ ଆସ। କିନ୍ତୁ ଆଜି ଯେହେତୁ ୱେଦର ଖରାପ, ଆମେ ଭିତରେ ଯାଇକି ପୂଜା ବି ଦେଇଥିଲେ। ଆଉ ଆମର ଭଲସେ ବି ପୂଜା ହେଲା, ବହୁତ ସୁନ୍ଦର ବି ଲାଗିଲା। ଆଉ ଅଳ୍ପ ଲୋକ ଆସିଥିଲେ, ସେଥିପାଇଁ ଆମେ ଟିକେ ଭିତରେ ଯାଇକି ପୂଜା ଦେଇପାରିଥିଲେ, ବୁଝିଲେ ନା। ତ ଯେଉଁମାନଙ୍କୁ ଭିଡ଼ିଓଟା ଭଲ ଲାଗୁଥିବ ଟିକେ ଲାଇକ୍ ଆଉ କମେଣ୍ଟ ଆଉ ସବସ୍କ୍ରାଇବ୍ କରିନେଉଥିବେ। ଠିକ୍ ଅଛି, ତ ଏଇ ହେଉଛି ଆମର ମାନେ ଏପଟେ ହେଉଛି ଆମର ମାନେ ବସିବା ପାଇଁ, ଯେଉଁ ମାନେ ଯିଏ ବି ଆସନ୍ତି ବସିବା ପାଇଁ ବ୍ୟବସ୍ଥା କରାଯାଇଛି। ଆଉ ସେଟା ଆଉ ଗୋଟେ ଇଏକୁ ଗଲେ ସେଟା ହେଉଛି କ'ଣ ନା ମନ୍ଦିର ଭିତରକୁ ଯିବା, ମୁଁ ଦେଖେଇବି। ଆମେ ଅପେକ୍ଷା କରୁଛେ କାହିଁକି ନା ଯାଇଛନ୍ତି ଆମର ଝିଅର ବାପା ଯାଇଛନ୍ତି, ତାଙ୍କର ବ୍ରାହ୍ମଣ କେଉଁଠି ଅଛନ୍ତି ଟିକେ ଖୋଜି ନେବା ପାଇଁ। ତ ବ୍ରାହ୍ମଣ ତ ପାଇଗଲେ, ଦେଖିଲେ ତ ଆମେ ପୂଜା ବି ଭଲସେ ଦେଇକି ଆସିଲେ, ପୁରାପୁରି ଭିତରେ ଯାଇକି ଶକ୍ତି ଭିତରେ ଯାଇକି ଆମେ ପୂଜା ଦେଇକି ଆସିଛେ। ତ ମନ୍ଦିର ବାହାରେ ମନ୍ଦିର ବାହାର ଆସି ଆମେ କ'ଣ କରିଥିଲେ ନା ଧୂପ ଆଉ ଆମର ପ୍ରଦୀପ ଆସିକି ଟିକେ ଜଳେଇ ଦେଇଥିଲେ। ଦେଖୁଥିଲେ ତାର ବାପ ଝିଅ ମିଶିକିରି ଜଳାଉଛନ୍ତି। ଆଉ ବାବାଙ୍କୁ ଏଇଟା ଯେଉଁ ଦିଆ ହୁଏ ନା, ଆମର କ'ଣ କୁହନ୍ତି ତାଙ୍କର ପ୍ରିୟ ଗଞ୍ଜା, ତ ସେଇଟା ବି ଅଣାଯାଇଥିଲା। ଗଞ୍ଜା ତ ନୁହେଁ କହିବାକୁ ଆକ୍ଚୁଆଲି ଗଲେ, ସେମିତିକା ଟାଇପ୍ର କରିଦିଅନ୍ତି, ସେଠି ବି ବିକ୍ରି ହୁଏ। ତ ଆମେ ଟିକେ ଦେଇଥିଲେ ଆମର ମନସ୍କାମନା ଟିକେ ଇଏ କରିକି। ତ ବ୍ରାହ୍ମଣ କହିଦେଉଛନ୍ତି ଯେ ଏମିତିକା କୁହନ୍ତୁ, ଏମିତିକା ଇଏ କରନ୍ତୁ କହିକିରି ଟିକେ ଆମେ ବି ଜଣାଇ ଦେଇଥିଲେ। ଦେଖିବେ କେତେ ସୁନ୍ଦର ମନ୍ଦିର। ଆଜି ଦେଖୁଛନ୍ତି ପୁରା ଫାଙ୍କା। ଆଉ କେବେ ତୁମମାନଙ୍କୁ ଯଦି ନେଇ ଆସିବି ଭିଡ଼ଟା ଦେଖେଇବି, କାରଣ ଆଜି ବର୍ଷା ହେଉଥିଲା, ସେଥିପାଇଁ ବର୍ଷା ପାଗରେ ଏତିକି ଭିଡ଼, ମାନେ ଭିଡ଼ କହିବାକୁ ଗଲେ ନାହିଁ। ଲୋହନିଆ ଯେ ଏଇ ଯେଉଁ ଲମ୍ବା ଦେଖୁଛନ୍ତି ନା ଲାଇନ୍ଟା ପୁରା ଭର୍ତ୍ତି ହେଇକି ରୁହେ, ପୁରା ଏପଟେ ସାଇଡ଼୍ ପୁରୀ ଭର୍ତ୍ତି ହେଇକି ରୁହେ, ମାନେ ଜାଗା ବି ନଥାଏ। ଆଉ ଏବେ ତ ହେଉଛି ଶ୍ରାବଣ ମାସ ଚାଲିଛି, ଏବେ ତ ଆହୁରି ଭିଡ଼। କାହିଁକି ଭିଡ଼ କହିଲି ନା, ସମସ୍ତେ ପାଣି ଢାଳିବା ପାଇଁ ଆସିବେ ବାବାଙ୍କ ମଥାରେ, ତ ସେଥିପାଇଁ ଆହୁରି ଡବଲ୍ ଭିଡ଼, ବୁଝିଲେ ନା। ଆଜି କେମିତିକା କ'ଣ କେଜାଣି, ଆମେ ପୁରାପୁରି ମାନେ ଦର୍ଶନ ପାଇଛେ, ନହେଲେ ତ ମୁଁ ମାନେ ଦର୍ଶନ ହିଁ ମିଳେ ନାହିଁ।
ତାପରେ ଆମେ ଚାଲି ଆସିଥିଲେ ନିରାମିଷ ହୋଟେଲ ଆମର ଦାକ୍ଷାୟଣୀ ଶୁଦ୍ଧ ନିରାମିଷ ହୋଟେଲକୁ ଚାଲି ଆସିଥିଲେ। ଯେଉଁମାନେ ବି ଚନ୍ଦନେଶ୍ୱର ଆସୁଛନ୍ତି, ଯେଉଁମାନେ କ'ଣ ନା ନିରାମିଷ ଖାଇବା ପାଇଁ ଚାହୁଁଛନ୍ତି ତ ଏଇ ହୋଟେଲଟାକୁ ଚାଲି ଆସିବେ। ମାତ୍ର ଅଳ୍ପ ଦୂର ଅଳ୍ପ ବି ମାନେ ତାଙ୍କର ଖାଇବାର ବିଲ୍। ତ ଚାଲି ଆସିବେ ଆମର ଦାକ୍ଷାୟଣୀ ଶୁଦ୍ଧ ନିରାମିଷ ହୋଟେଲକୁ। ମାନେ ମନ୍ଦିର ଠାରୁ ଟିକେ ଏପଟକୁ ଆସିଲେ, ଟିକେ ଅଳ୍ପ ଦୂର ଟିକେ ଆସିଲେ ପାଇଯିବେ ଆମର ଶୁଦ୍ଧ ଦାକ୍ଷାୟଣୀ ହୋଟେଲ। ଠିକ୍ ଅଛି। ହୋଟେଲଟା ବି ବହୁତ ସୁନ୍ଦର, ପୁରାପୁରି ନିରାମିଷ, ଆଇଁଷ ଟୋଟାଲି ତାଙ୍କର ନାହିଁ। ପ୍ଲେଟ୍ଟି ଦେବେ। ତାପରେ ହେଉଛି ଆମର କ'ଣ କହିଲେ, ଆମର ବିଲ୍ ବି ମାନେ ଆମାଉଣ୍ଟ ବି ପୁରା କମ୍ କହିବାକୁ ଗଲେ, ବୁଝିଲେ ନା। ଯେଉଁ ଆମର ଛୋଟ ବଡ଼ ସମସ୍ତେ ଖାଇପାରିବେ। ଯେଉଁମାନେ ବି ଆସୁଛନ୍ତି ମନ୍ଦିର ଦର୍ଶନ କରିବା ପାଇଁ, ତାଙ୍କର ଯଦି କୌଣସି ନିରାମିଷ ହୋଟେଲ ଦରକାର ତ ଏଇ ହୋଟେଲଟାକୁ ଚାଲି ଆସିବେ। ଠିକ୍ ଅଛି। ତ ମୋ ଝିଅ ଦେଖୁଛନ୍ତି ପୁରାପୁରି ରେଡ଼ି ବସିଯାଇଛି। ସେ ପୁରାପୁରି ଗୋଟେ ଚେୟାର ନେଇକି, ଆମେ ବି ବସି ଯାଇଥିଲେ ଚେୟାର ନେଇକି, କାରଣ ଡେରି ହେଇଯାଇଥିଲା ନା, ଗୋଟେ ହେଇଯାଇଥିଲା ପୁରୀ ଗୋଟେରୁ ବାହାରି ଯାଇଥିଲା। ତ ଭୋକ ବି ଲାଗି ଯାଇଥିଲା, କାରଣ ସକାଳୁ କିଛି ଖାଇନଥିଲେ। ପୂଜା ଦେଇ ଆସିକି ଭୋକ ଲାଗି ଯାଇଥିଲେ। ତ ଭାବିଲେ ଯେ ଟିକେ ଖାଇନେବା, ତାପରେ ଆଉ ଯାହା କରିବା। ଦେଖୁଥିବେ ତାଙ୍କର ଥାଳି ସେଦିନ ଥିଲା ଆମର ପୋଟଳ ଆଳୁ ଝୋଳ, ତାପରେ ଗୋଟେ ହେଉଛି ଶାଗ ତରକାରୀ, ଆମର ଚଟଣି, ଡାଲି, ଆଉ ଗୋଟେ ହେଉଛି ଆମର ଭଜା ଗୋଟେ ଥିଲା। ତ ଏଇଟା ଖାଇକିରି ଆମେ ଚାଲି ଆସିଥିଲେ। ତାପରେ ସନ୍ଧ୍ୟାବେଳେ ଟିକେ କ'ଣ ନା କେକ୍ କଟା ଆୟୋଜନ ହେଇଯାଇଥିଲା। କିଛି ନାହିଁ, ଖାଲି କେକ୍ଟିଏ କାଟି ଦେଇଥିଲେ ଘରେ, ଟିକେ ସମସ୍ତେ ମିଶିକିରି ଟିକେ କେକ୍ ଟିକେ କଟାଯାଇଥିଲା। ଆଉ କିଛି ବି ହେଇନଥିଲା। ଏ ବର୍ଷ ମୁଁ କିଛି ବି କରିନଥିଲି। ଏ ଦେଖୁଥିବେ ମୋର ପ୍ରିନ୍ସେସ୍ ପୁରାପୁରି ମାନେ କ'ଣ ବଟରଫ୍ଲାଏ ହେଇକି ରେଡ଼ି। ସେ ରେଡ଼ି ହେଇକି ପୁରାପୁରି ଘୁରୁଛି, ପୁରାପୁରି ପିଙ୍କ ବଟରଫ୍ଲାଏ ହେଇକି ବୁଲୁଛି ସେ। ଏଇ ହେଉଛି ଆମର ବଡ଼ ଯାଆର ପୁଅ, ଏ ହେଉଛି ସାନ ଯାଆର ଝିଅ ଏପଟେ, ଆଉ ସିଏ ଆଉ ତା'ର ମାଉସୀ, 3 ଜଣ। ମୁଁ ତ ମୋବାଇଲ ଧରିଥିଲି, 3 ଜଣ ସେମାନେ ମିଶିକି, 3 ଜଣ କାହିଁ 4 ଜଣ ମିଶିକି ସେମାନେ କେକ୍ଟିଏ କାଟି ଦେଇଥିଲେ, ବୁଝିଲେ ନା। ତା ମାଉସୀ ଆଉ ଆମର ବଡ଼ ଯାଆର ବଡ଼ ପୁଅ, ସାନ ଯାଆର ଝିଅ ସମସ୍ତେ ମିଶିକିରି କେକ୍ଟେ କାଟି ଦିଆ ହେଇଥିଲା, ବୁଝିଲା ନା। ଏଇ ଟିକେ ସମସ୍ତେ ମିଶିକି ତାକୁ ୱିଶ୍ କରିଦେଲେ ହେପି ବାର୍ଥଡେ। ତ ଠିକ୍ ଅଛି, ଏଇଠି ହିଁ ତାହେଲେ ଆମର ବ୍ଲଗ୍ଟିକୁ ଲେଖୁଛି। ଜୟ ଜଗନ୍ନାଥ।